ମୁଁ ସତ କଥା କହୁଛି ଆଜି ଉତ୍ତମ ଭାଇ ନାହାନ୍ତି, ଉତ୍ତମ ଭାଇ ମଧ୍ୟ ପଖାଳ ଖାଆନ୍ତି। ସମସ୍ତେ ଆମର ଯେତିକି ଏଇ ଯେଉଁ ପପୁ ବି ଖାଏ, ମୁଁ ବି ଖାଏ, ସମସ୍ତେ ଆମେ ପଖାଳ ଖାଇବାକୁ ଭାରି ପ୍ରିୟ। ସ୍ତ୍ରୀ ମାନେ ଆମର ଯେଉଁ ଲେଡି ଆର୍ଟିଷ୍ଟ ମାନେ ସମସ୍ତେ ଅଛନ୍ତି ସେମାନେ ମଧ୍ୟ ସମସ୍ତେ ହୁଅନ୍ତୁ ବଢ଼ିଆ ଖାଆନ୍ତି। ଯାହା ମୋତେ ଭାରି ଖୁସି ଲାଗିଲା ଏଠିକି ପିଲାମାନେ ଯେଉଁ କରିଛନ୍ତି ଆଜି ଖାଇ ମାନେ ପଖାଳ ଦିବସ। ଆମର ଓଡ଼ିଶାର ମୁଖ୍ୟ ପ୍ରଧାନ ଖାଦ୍ୟ ହେଉଛି ଏଇ ପଖାଳ। ଆମେ ଆଳୁ ଭର୍ତ୍ତା, ବଡ଼ିଚୁରା, ଶାଗ ଖରଡ଼ା, ଇଭିନ୍ ମଧ୍ୟ ଲଙ୍କା ଲୁଣ ପିଆଜରେ ମଧ୍ୟ ପଖାଳ ଖାଉ। ଏଇଟା ଗୋଟେ ଦିବସ ଆକାରରେ ପାଳନ କରାଯାଇଛି। ଏଇଟା ବଡ଼ ଖୁସିର ବିଷୟ। ଆଉ ଗୋଟେ ଖୁସିର ବିଷୟ ହେଉଛି ଯେ ଓଡ଼ିଶା ମାଟିର ଝିଅ ଯିଏକି ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କର ସେ 100 କିଲୋ ଚକୋଲେଟ୍ରେ ତାଙ୍କର ପ୍ରତିମୂର୍ତ୍ତି କରିଛନ୍ତି। ସେଇଟା ମାନେ ସବୁଠୁ ମାନେ ବହୁତ ଖୁସି କଥା। ଯାହା ପିଲାମାନଙ୍କର ଏଇ ଯେଉଁ ଇନୋଭେଟିଭ୍ ଆଇଡ଼ିଆ ବା ଏଇ ଯେଉଁ ପଖାଳର ବିଭିନ୍ନ ପ୍ରକାର 100 ପ୍ରକାର ଖାଇବା କରିଛନ୍ତି। 100 ପ୍ରକାର ଖାଇବା ତ ଆପଣମାନେ ଘରେ ଖାଇବା କଷ୍ଟ ହେବ, କିନ୍ତୁ ଯେହେତୁ ଏକ ଦିବସ ଆକାରରେ ପାଳନ କରାଯାଇଛି ତେଣୁକରି ଗୋଟେ ଖୁସି ଲାଗୁଛି। ଏମାନଙ୍କର ଯେଉଁ ପ୍ରଚେଷ୍ଟା ଚେଷ୍ଟା ସବୁ ଜିନିଷ ତାଙ୍କର ସଫଳ ହେଉ, ଆହୁରି ଆଗକୁ ଆଗକୁ ମଧ୍ୟ ଆହୁରି ଭଲ ଭଲ ଜିନିଷ କରିକି। ଓଡ଼ିଆ ସିନେମାରେ ଯେତେବେଳେ ପଖାଳ କଥା ଆସେ ଆପଣ ମଧ୍ୟ ପଖାଳକୁ ଦେଖିବାକୁ ପଡ଼େ, ସେତେବେଳେ ଆପଣ ମଧ୍ୟ ଅଭିନୟ କରି ଖାଏ। ଆଉ ପଖାଳ ମଧ୍ୟ ଆମର ବେଳେବେଳେ କ'ଣ ହୁଏ କି ଖରାଦିନେ ସୁଟିଂ ବେଳେ ଆମର ମଧ୍ୟ ପଖାଳ ଆରମ୍ଭ ହୋଇଯିବ। ସିଏ ଶୁଖୁଆ ପୋଡ଼ାଟିଏ ହେଉ କି ବଡ଼ିଚୁରା ଟିକେ ହେଉ କି ଯାହା ବି ହେଉ, ଆମର ହେଲା ମାନେ ଗୋଟେ ପଖାଳ ଖିଆର ଚାଲିବ। କେଉଁ କଳାକାର ବେଶୀ ପଖାଳ ଖାଇବାକୁ ପସନ୍ଦ କରନ୍ତି? ପ୍ରାୟ ପ୍ରାୟ କିନ୍ତୁ ସଜ ପଖାଳ ସମସ୍ତେ ପ୍ରାୟ। ଆମେ ତ ମୁଁ ସତ କଥା କହୁଛି ଆଜି ଉତ୍ତମ ଭାଇ ନାହାନ୍ତି, ଉତ୍ତମ ଭାଇ ମଧ୍ୟ ପଖାଳ ଖାଆନ୍ତି। ସମସ୍ତେ ଆମର ଯେତିକି ଏଇ ଯେଉଁ ପପୁ ବି ଖାଏ, ମୁଁ ବି ଖାଏ, ସମସ୍ତେ ଆମେ ପଖାଳ ଖାଇବାକୁ ଭାରି ପ୍ରିୟ। ସ୍ତ୍ରୀ ମାନେ ଆମର ଯେଉଁ ଲେଡି ଆର୍ଟିଷ୍ଟ ମାନେ ସମସ୍ତେ ଅଛନ୍ତି ସେମାନେ ମଧ୍ୟ ସମସ୍ତେ ହୁଅନ୍ତୁ ବଢ଼ିଆ ଖାଆନ୍ତି। ଅଳ୍ପ ଅଳ୍ପ ଖାଆନ୍ତି କି ଯାହା ଖାଆନ୍ତି ଖାଆନ୍ତି। ପଖାଳ ଭଳିଆ ଜିନିଷ ମିଳିବ ଆଉ 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 ଆମ ଓଡ଼ିଶାର ବା ମୁଖ୍ୟ ପ୍ରଧାନ ଖାଦ୍ୟ ହେଲା ପଖାଳ। ତାକୁ ହିଁ ଖାଇଲେ ଆମର ପେଟ ଥଣ୍ଡା ନା କ'ଣ ଆଉ